ବାବା ଆପଣ ଯେଉଁ ଆମର ଆପଣଙ୍କ ଏଇ ଜୋରନ୍ଦା ଗାଦିରୁ ଆମର 7-8 କିଲୋମିଟର ଦୂର। ଆମେ ଆପଣ ଶୁଣିଲୁ ଯେ ଆମର ଏଇ ମହିମା ଗାଦି ବିଶ୍ୱ କ୍ଷେତ୍ରରେ ମହିମାଧର ପ୍ରତିଷ୍ଠା ଲାଭ କରିଛି ଏବଂ ତାକୁ ଆମେ ଅଧିକ ଆକାରରେ ଜାଣିବା ପାଇଁ ବିଶ୍ୱରେ ତା'ର ମାନ୍ୟ ଦିନକୁ ଦିନ ବଢ଼ିବା ପାଇଁ ଆପଣଙ୍କ ମୁଖରୁ ଶୁଣିଲୁ ଯେ ମେ 12 ତାରିଖରେ ଭୀମ ଭୋଇଙ୍କ ଜୟନ୍ତୀ ପାଳନ ହେବ। ସେ ବାବଦରେ ଆପଣଙ୍କର କେମିତି କ'ଣ କରୁଛନ୍ତି କରିବେ ଆଉ କେମିତି କ'ଣ ସାମିଲ କରିବେ ଆପଣ ପଦେ ଅଧେ କୁହନ୍ତୁ। ନାଇଁ ବର୍ତ୍ତମାନ ତ କିଛି ସେ ବାବଦରେ ପ୍ରସ୍ତୁତି ବୈଠକ ହେଇନାହିଁ, ହେବା ପାଇଁ ତାର ବ୍ୟବସ୍ଥା ଚାଲିଛି। ମେ 12 ତାରିଖରେ ଭୀମ ଭୋଇଙ୍କ ଜୟନ୍ତୀ, ଆଜ୍ଞା, ତେଣୁ ଜନ୍ମ ଜୟନ୍ତୀ ଯେହେତୁ ସାରା ବିଶ୍ୱ ତାଙ୍କୁ ମାନ୍ୟ ଦେଇଛି, ଆଜ୍ଞା, ଭାରତ ସରକାର ମାନ୍ୟ ଦେଲେ, ଓଡ଼ିଶା ସରକାର ମାନ୍ୟ ଦେଲେ, ଆଜ୍ଞା, ତେଣୁ ଆମର ଜଗତବାସୀ ଆଜ୍ଞା ମାନ୍ୟ କିଛି ଦେଉଛନ୍ତି କିଛି ଦେଉନାହାନ୍ତି। ତେଣୁ ମହିମା ଧର୍ମ ଆମର ସମସ୍ତଙ୍କର ଧର୍ମ, ଆଜ୍ଞା, ତେଣୁ ସେଇ ଜିନିଷଟା ସମସ୍ତେ ଜାଣିବା ଦରକାର। ମହିମା ଧର୍ମ ସନ୍ଥ ଭୀମ ଭୋଇ ଯାହା ଦେଖିଲେ, ତ୍ରିପୁର ଜଗତେ ଜୀବ ଛନ୍ତି ଯେତେ ଅଛି ନାମ କଳା ଚିହ୍ନ, ସମସ୍ତ ଶଙ୍ଖଳି ଏକ ଆତ୍ମା ବୋଲି ନକର ହୋ ଆନ ଭିନ୍ନ। ଜଣାଉଛି ମୁଁ ଯେ ଭକ୍ତି ଭାବରଞ୍ଜେ ଆହେ ଅଣିମା ଅନନ୍ତ, ତିନି ଭୁବନରେ ଯେତେ ଜୀବ ଛନ୍ତି ସମସ୍ତେ ତୁମ୍ଭ ଭଗତ। ଆଜ୍ଞା, ତେଣୁ ପ୍ରଭୁଙ୍କର ଭକ୍ତ ଆମେ ସମସ୍ତେ। 56 ଜୀବ ବା 3 ଭୁବନରେ ଯେତେ ଜୀବ ଅଛନ୍ତି ସମସ୍ତେ ପ୍ରଭୁଙ୍କର ଭକ୍ତ। ତେଣୁ ଏ ପ୍ରଭୁଙ୍କ ଭକ୍ତଙ୍କୁ ଉଦ୍ଧାର କରିବା ପାଇଁ ମହିମା ଗୋସାଇଁଙ୍କ ନିର୍ଦ୍ଦେଶରେ ସନ୍ଥ କବି ଭୀମ ଭୋଇ ଦ୍ୱାରା ଲେଖିଲେ, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁଁ ଦେଖୁଁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଜଗତକୁ ଉଦ୍ଧାର କରିବା ବାଣୀ ମହିମା ଗୋସାଇଁଙ୍କ ନିକଟରେ ଯେଉଁ ପ୍ରାର୍ଥନା କରିଛନ୍ତି ଭୀମ ଭୋଇ, ସେଇଟା ହେଉଛି ଆମର ସମସ୍ତଙ୍କର ସର୍ବଜନ୍ୟ ବାଣୀ, ସର୍ବଜନ୍ୟ ବାଣୀ। ଅଲେଖ ମହିମା ସମସ୍ତଙ୍କର ମଙ୍ଗଳ ହଉ।